ସ୍ଥାନୀୟ ଜଗନ୍ନାଥ ବଲ୍ଲଭ ପରିସରରେ ଜିଲ୍ଲା ସ୍ତରୀୟ କୁସ୍ତି ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ବିଭିନ୍ନ ଜାଗା ଆଖଡ଼ା ଓ ବିଭିନ୍ନ ବ୍ଲକରୁ ଶତାଧିକ କୁସ୍ତି ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୁରୀ ଜିଲ୍ଲା କ୍ରୀଡ଼ା ସଂସଦ, ଜଗନ୍ନାଥ ବଲ୍ଲଭ ବ୍ୟାୟାମ କ୍ରୀଡ଼ା ପରିଷଦ ଓ ପରିଷଦର ଉପଦେଷ୍ଟା ସୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ଏହି ପ୍ରତିଯୋଗିତା 2 ଦିନ ଧରି ଅନୁଷ୍ଠିତ ହୋଇଥିଲା। ବାରବାଟୀ ଜାଗା, ଜଗନ୍ନାଥ ବଲ୍ଲଭ ବ୍ୟାୟାମ କ୍ରୀଡ଼ା ପରିଷଦ, ଖୁଣ୍ଟିଆ ଜାଗା, ମା ବସନ୍ତୀ କ୍ଲବ, ଗୁରୁ ହନୁମାନ ଆଖେଡ଼ା, ପଞ୍ଚମୁଖୀ ଜାଗା, ପାଣ୍ଡ ଜାଗା, ଧ୍ୱଜାଗଡ଼ ଜାଗା, ଖାସ ଜାଗା, ନୃସିଂହ ବଲ୍ଲଭ ଜାଗା, ବିଶୁନି ଜାଗା, ବ୍ରହ୍ମଗିରି ମଙ୍ଗଳାମୁଖୀ ଜାଗା, ବଡ଼ୁ ମହାପାତ୍ର ଜାଗା, ସି ବିଚ୍ କ୍ଲବ ଆଦି ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ 145 ଜଣ ପ୍ରତିଯୋଗୀ ସେମାନଙ୍କ କ୍ରୀଡ଼ା ପ୍ରଦର୍ଶନ କରିଥିଲେ। ସିନିୟର, ଜୁନିୟର, ସବ୍ ଜୁନିୟର 15 ବର୍ଷରୁ କମ୍ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଟାଉନ ଥାନା ଆଇଆଇସି ସୁନୀଲ ପ୍ରଧାନ, ଓଡ଼ିଶା କୁସ୍ତି ସଂଘର ସଭାପତି ରାମଚନ୍ଦ୍ର ପାଢ଼ୀ, ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର, ଶିଳ୍ପପତି ରାଜକିଶୋର ପାତ୍ର ଓ ଗିରିଶ ଚନ୍ଦ୍ର ନାୟକ ଯୋଗଦେଇ ଶରୀର ଚର୍ଚ୍ଚାରେ କୁସ୍ତି ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା କ୍ରୀଡ଼ା ସଂସଦର ପୂର୍ବତନ ସାଧାରଣ ସମ୍ପାଦକ ରବିଶଙ୍କର ପ୍ରତିହାରୀ, ସଭାପତି ଲକ୍ଷ୍ମୀକାନ୍ତ ବେହେରା, ସମ୍ପାଦକ ଶିବୁନା ଦାସ, ରାମଚନ୍ଦ୍ର ମହାନ୍ତି, ହରିହର ସାହୁ, ବିଜୟ ସାହୁ, ପ୍ରତାପ ମହାପାତ୍ର ଓ ଶିବ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉଦ୍ଯାପନୀ ସନ୍ଧ୍ୟାରେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ କୁସ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଉଦ୍ଯାପନୀ ସନ୍ଧ୍ୟାରେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ କୁସ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଅନୁଷ୍ଠାନର ଉପଦେଷ୍ଟା ସୁଭାଶିଷ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ 9 ଓ 10ରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।